ଅନାଥ ଆଶ୍ରମକୁ ଯାଇ ନିଆରା ଢଙ୍ଗରେ ପାଳନ କଲେ ପୁଅର ଜନ୍ମଦିନ। ଯୁଗ ଯେମିତି ବଦଳୁଛି, ଲୋକଙ୍କ ଚାଲିଚଳଣି ମଧ୍ୟ ସେମିତି ବଦଳୁଛି। ଆମେ ସମସ୍ତେ ଜାଣିଛେ, ଆମ ଜନ୍ମଦିନ ଯେତେବେଳେ ଆସିଯାଇଥାଏ ସେତେବେଳେ ବେଶ ଖୁସି ଅନୁଭବ କରି ନିଜ ସାଙ୍ଗସାଥି, ବନ୍ଧୁବାନ୍ଧବ, ସମ୍ପର୍କୀୟମାନଙ୍କୁ ଘରକୁ ଡାକି ଅନେକ ବଡ଼ ବଡ଼ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଗାଁ ଗହଳିରେ ଘରେ ବେଶ ବହୁ ଆଡ଼ମ୍ବର ଧୁମଧାମରେ ପାଳନ କରିଥାଉ। ହେଲେ ଆଜି ବି ଏମିତି ଏକ ପରିବାର ଅଛନ୍ତି ଯାହାଙ୍କୁ ଚିନ୍ତାଧାରା ଟିକିଏ ଅଲଗା ପ୍ରକାର, ଯିଏ ନିଜ ପୁଅର ଜନ୍ମଦିନ ଘରେ ପାଳନ ନ କରି ଏକ ଅନାଥ ଆଶ୍ରମକୁ ଯାଇ ବେସାହାରା କୁନି କୁନି ଛାତ୍ରଛାତ୍ରୀମାନଙ୍କ ସହିତ ନିଜ ପୁଅର ଜନ୍ମଦିନ ପାଳନ କରିଛନ୍ତି। ଏମିତି ଏକ ମହାନ କାମ କରି ଦେଖାଇଛନ୍ତି ସିନାପାଲି ଗ୍ରାମର ଶ୍ରୀକାନ୍ତ କୁମାର ନାୟକ ଓ ତାଙ୍କର ଧର୍ମପତ୍ନୀ କ୍ଷିତି ସୂତା ବାଗ। ତାଙ୍କ ପୁଅ ଅଭିନନ୍ଦନ ନାୟକ ତାଙ୍କ ପୁଅର 4 ବର୍ଷ ପୂର୍ତ୍ତି ଅବସରରେ ସେ ସିନାପାଲି ବ୍ଲକ ସ୍ଥିତ ଭରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବରପଦର ଗ୍ରାମରେ ରହିଥିବା ଏକ ଅନାଥ ଆଶ୍ରମକୁ ଯାଇ ପୁଅର ଜନ୍ମଦିନ ପାଳନ କରିବା ସହ ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହ ଦିନ ସାରା ତାଙ୍କରି ସାଙ୍ଗରେ କିଛି ମୁହୂର୍ତ୍ତ ବିତାଇ ଗୋଟିଏ ଦିନର ଖାଇବା, ଟିଫିନ୍ ଓ ଦିନକର ଭୋଜନ ମଧ୍ୟ ବ୍ୟବସ୍ଥା କରାଇଥିଲେ, ଯାହାକି ସମସ୍ତ ଛାତ୍ରଛାତ୍ରୀମାନଙ୍କ ମନରେ ଖୁସି ଆଣିଥିଲା। ଏହା ସହିତ ତାଙ୍କ ପୁଅ ଅଭିନନ୍ଦନ ଆଗାମୀ ଦିନର ଭବିଷ୍ୟତରେ ମଙ୍ଗଳ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅନାଥ ପିଲାମାନେ ଏଭଳି ପ୍ରୟାସକୁ ଦେଖି ଅଞ୍ଚଳର ଲୋକମାନେ ଶ୍ରୀ ନାୟକଙ୍କ ପରିବାର ପ୍ରତି ଅନେକ ପ୍ରଶଂସାର ସୁଅ ଛୁଟୁଛି। ପଶ୍ଚିମ ଓଡ଼ିଶାରୁ ଗଣେଶ ଚନ୍ଦ୍ର ବାଗଙ୍କ ରିପୋର୍ଟ, ସ୍ୱରା ନ୍ୟୁଜ୍ ଓଡ଼ିଶା।